ଭକ୍ତଙ୍କ ଗହଣରେ ହଲିଝୁଲି ଆସିଲେ ଦେବତାମାନଙ୍କ ମାମୁଁ ବୁଢ଼ା ରଜା। ଲାଠି କାଳିସୀ ଓ ସାଂସ୍କୃତିକ ଦଳର ବାଦ୍ୟନାଦ ସହ ଜୟ ବୁଢ଼ାରଜା ଧ୍ୱନିରେ ପ୍ରକମ୍ପିତ ହେଲା ଆମପାଣି। ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣିଠାରେ ଆରମ୍ଭ ହୋଇଛି ବୁଢ଼ାରଜା ଦେବଙ୍କ ବାର୍ଷିକ ଦଶରା ଯାତ୍ରା। ଆୟୋଜିତ ଦଶରା ପୂଜାରେ ବୁଢ଼ାରଜା ପୀଠରେ ଶୁକ୍ଳ ଭୋଗ ଓ ପାର୍ଶ୍ୱ ଦେବାଦେବୀଙ୍କୁ ରକ୍ତ ଭୋଗ ଦିଆଯାଇଥିଲା। ପୀଠରେ ଦୁଇଟି ଲିଙ୍ଗକୁ ପୂଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଳ ଯଥାତଥା ନଡ଼ିଆ, ଧୂପ ଓ ମୁଆଁ ଦେଇ ପୂଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଦିଆଯାଇଥିଲା। ଦର୍ଶକ ଓ ଭକ୍ତମାନେ ମାନସିକ ପୂରଣ ପାଇଁ ଦେଇଥିବା ପଶୁ ପକ୍ଷୀଙ୍କୁ ଜେନା ବୁଢ଼ା ନିକଟରେ ବଳି ଦିଆଯାଇଛି। ଶନିବାର ଦଶରା ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପୂର୍ବ ବିଧି ଅନୁସାରେ ମଧ୍ୟାହ୍ନ 12:30 ସମୟରେ ଏକ ବିରାଟ ଲାଠି ଯାତ୍ରା ପୂଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବୁଢ଼ାରଜା ମନ୍ଦିରକୁ ପହଞ୍ଚିଥିଲା। ଲାଠି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି କାଳିସୀଙ୍କ ଗହଣରେ ଭବାନୀପାଟଣା, ନକଟିଗୁଡ଼ା, ଓଡ଼ିଆ, ବାଙ୍କିପଡ଼ା, କାଉଡୋଲା ଓ ଆମପାଣିର ଘଣ୍ଟ ଦଳ ସହ ବିଭିନ୍ନ ଲୋକନୃତ୍ୟ ଦଳ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଆମପାଣି ଥାନା ନିକଟରେ ବାଲି ଗଜା ଅର୍ପଣ କରାଯାଇଥିଲା। ମନ୍ଦିରକୁ ପହଞ୍ଚିବା ପରେ ଲାଠିକୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା। ବୁଢ଼ାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲିଗଜାକୁ ବୁଢ଼ାରଜାଙ୍କ ପୂଜାସ୍ଥଳରେ ରଖାଯାଇ ପୂଜା କରାଯାଇଥିଲା। ପରେ ପୂଜକ ଫକୀର ପୂଜାରୀଙ୍କ ଦ୍ୱାରା ମନ୍ଦିରରେ ପୂଜାପାଠ ଆରମ୍ଭ ହୋଇଥିଲା। ମଣ୍ଡେ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢ଼ାରଜା ପୀଠକୁ ଦେବାଦେବୀମାନେ ଚାଲି ଯାଇଥିଲେ। ପରେ ମନ୍ଦିର ନିକଟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଶହ ଶହ ଯୁବକ ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଶିଖରରେ ରଖାଯାଇଥିବା ଜହ୍ନିକୁ ଲକ୍ଷ୍ୟ କରି ପଥର ଫୋପାଡ଼ିଥିଲେ। ତାପରେ ମନ୍ଦିର ପାର୍ଶ୍ୱରେ ଥିବା ଜେନା ବୁଢ଼ା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ହଜାର ହଜାର ଭକ୍ତ ଓ ଦର୍ଶକ ବୁଢ଼ାରଜାଙ୍କ ନିକଟରେ ପୂଜା କରିବା ସହ ଶହ ଶହ ସଂଖ୍ୟାରେ ପଶୁ ପକ୍ଷୀଙ୍କ ରକ୍ତ ଭୋଗ ଅର୍ପଣ କରାଯାଇଥିଲା। ରକ୍ତ ଭୋଗ ଅର୍ପଣ ଫଳରେ ବଳିସ୍ଥଳ ରକ୍ତ ରଞ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବୁଢ଼ାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକଙ୍କ ମନକୁ ବିମୋହିତ କରିଥିଲେ। ଜନଗହଳି ଦୃଷ୍ଟିରୁ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳମଣି ଭୋଇ ଓ ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହାରଙ୍କ ନେତୃତ୍ୱରେ 6 ପ୍ଲାଟୁନ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହି ଦଶରା ପୂଜାରେ 30,000ରୁ ଊର୍ଦ୍ଧ୍ୱ ଭକ୍ତ ଓ ଦର୍ଶକ ସମାଗମ ହୋଇଥିଲେ। ବେଣୁପାଣି ଦୁର୍ଗା ରାଜ୍ୟ ସାଧାରଣ ସମ୍ପାଦକ ଯୁବ କଂଗ୍ରେସ କମିଟି ଓଡ଼ିଶା। ଦେଖୁନ୍ ପ୍ରଭୁ ବୁଢ଼ାରଜାଙ୍କର ଦଶରା ସର୍ବାଗର ଶେଷରେ ହେସି। ଦଶରା ସବୁ ଦଶରା ମାନି ସାରିଲା ପରେ କଳାହାଣ୍ଡି ତଥା ଅଞ୍ଚଳ ସହରର ଯେତେ ବି ଦଶରା ହେସି ଦଶରା ସର୍ବାଗର ଶେଷରେ ଦଶରା ପାଳନ ହେସି। আর এই দশরাকে অপেক্ষা করে রয়েছেন অঞ্চলর যেতে জনসাধারণ জনতা তাঁর যে মানসিক স্থিতি তাঁর যে বিশ্বাস স্থিতি সে বিশ্বাস এবং ভরসাকে আজ যে বুঢ়ারজাঙ্ক ডোরি বাঁধিছে আজ এই জায়গায় সেখানে ঋণী হয়েছেন প্রভু বুঢ়ারজাঙ্কর দর্শন পাই। মুখ্য আকর্ষণ হচ্ছে প্রভু বুঢ়ারজাঙ্কর লাঠি যাত্রা এবং সন্ধ্যার যে রঙ্গারঙ্গ কার্যক্রম আছে বুঢ়ারজা মঞ্চরে এই অঞ্চলর লোক সংস্কৃতি এই অঞ্চলর পরম্পরা দেখবা লাগে পুরা অনেক হয়েছেন। এই আখপাখর নেই পুরা পড়োশী রাজ্য ছত্তিশগড় আমার নবরঙ্গপুর কোরাপুট ইভেন কি আমার কোস্টাল এরিয়ার বি জায়গায় লক্ষাধিক ভক্ত সমাগম হয়েছেন। আপনার দেখুন সকাল পাহাড়িয়ার যেন ভক্তମାନେ লাইন লাগিছেন এপর্যন্ত মন্দির ভিতরে নিয়ে যাই পারবা কারণ এই জায়গায় ভিড় প্রবল আছে। আর জেলা প্রশাসন কি বহুত সুন্দর ব্যবস্থা করেছেন 3 প্লাটুন পুলিশ ফোর্স এবং যে অ্যাম্বুলেন্স এবং স্বেচ্ছাসেবী মানে তাঁর পানিপত্র বন্টন করছেন অর্থপত্র বন্টন করছেন। ফকির মোহন পূজারী মোর না মুই হচ্ছে বুঢ়ারজাঙ্কর মুখ্য পূজক। আমার বুঢ়ারজাঙ্কর প্রতবর্ষ তো ଏବେ ଆମର କୁମାର ପୂର୍ଣ୍ଣିମା ସରିଲା ପରେ କାର୍ତ୍ତିକ ମାସର କୃଷ୍ଣ ପକ୍ଷରେ ଯେନ୍ ଶନିବାରଟା ପଡ଼ୁଛି ସେ ଶନିବାର ଦିନ ଆଗ ପରମ୍ପରାରୁ ଏଇଟା ରହିଆସିଛେ ଯାହାକି ପ୍ରତ୍ୟେକ ଯାତ୍ରା ଯେନ୍ଟା ବୁଢ଼ାରଜାଙ୍କର ବାହାଦୀ ଯାତ୍ରା ହେଉଛେ ତାରପରେ ଆମର ଠାକୁରାଣୀ ଯାତ୍ରା ହେଉଛେ ବୁଢ଼ା ପୀଠସ୍ଥଳରେ ତ ସମସ୍ତ ପରମ୍ପରା ହିସାବରେ ସେ ପୁନି ଭାଙ୍ଗଲେ ଏକା ଯେନ୍ଟାକି ପୂର୍ଣ୍ଣିମା ପରେ
कृष्णपक्ष जेनटा महाप्रभु आदेश कर तेणुकरी से हिसाब से आम यहाँ पाली आसुचु ये वार्षिक यात्रा हूँ महाप्रभु से प्रत्येक भक्त को दर्शन देवा लगी से जेन लाठी आसुचे लाठीटा से हिसाब से दर्शन देवाई ये यात्रा कर। सब एडिटर ऑल ओडिशा रो जगन्नाथ सागर को रिपोर्ट ओडिशा हाइलाइट समाचार। खबर दुनिया रे जोड़ी हेबा पाई सब्सक्राइब करंतु ओडिशा हाइलाइट समाचार को आउ दबे दियंतु बेल आइकन को सर्वप्रथमे खबर पाइबा पाई।